ଜୈମିନୀ ଭାରତ ଅଗ୍ନିଙ୍କ ବିବାହ ଚରିତ ଓ ନୀଳଧ୍ୱଜଙ୍କ ଅପମାନେ ରାଣୀ ଜ୍ୱାଳାବତୀର ଦେହତ୍ୟାଗ ଓ ଅର୍ଜୁନଙ୍କୁ ଶାପ୍ୟ। ଶୁଣ ଶୁଣ ବୁଧ ଜନେ ଦେଇ ମନ କର୍ଣ୍ଣ, ଏ ମହାଭାରତ ଗାଥା ଅମୃତ ସମାନ। ଜୈମିନୀ କୁହନ୍ତି ଆହେ ବୀର ଜନ୍ମେ ଜୟ, ଏଥୁ ଅନ୍ତେ ଯାହା ହେଲା ଶୁଣ ତୁମ୍ଭେ ରାୟ। କେଉଁ କାରଣରୁ ଅଗ୍ନିଦେବ କୋପ କଲେ, ଅର୍ଜୁନଙ୍କର ପ୍ରାର୍ଥନା କର୍ଣ୍ଣେ ନ ଶୁଣିଲେ। ଏହାର କାରଣ ତୁମ୍ଭେ ଶୁଣ ନରେଶ୍ୱର, ନୀଳଧ୍ୱଜଙ୍କର ଜ୍ୱାଇଁ ସେହୁ ବୈଶ୍ୱାନର। ଜୈମିନୀ ବଚନ ଶୁଣି ଜନ୍ମେ ଜୟ ତହିଁ, ବୋଇଲେ କଥା ମୋତେ ସନ୍ଦେହ ଲାଗଇ। ଦେବ ମନୁଷ୍ୟଙ୍କ ମଧ୍ୟେ କେମନ୍ତ ପ୍ରକାର, ବିବାହ ହେଲା ପରତେ ନ ହୁଏ ମନରେ। ଶୁଣ ଆହେ ନରପତି ମୋହର ଭାରତୀ, ନୀଳଧ୍ୱଜଙ୍କର କନ୍ୟା ନାମ ସ୍ୱାହାବତୀ। ଯେତେବେଳେ ଯୁବାବସ୍ଥା ହେଲା ସେ କନ୍ୟାର, ରୂପ ଗୁଣେ ମୋହିଲା ସେ ହୁତିନି ଯେ ପୁର। ଅପୂର୍ବ ରୂପସୀ ସେହୁ ଜନମ ନରେ, ଆଜନ୍ମ ତପସ୍ୱୀ ଟଳି ଯିବେ ତା ରୂପରେ। ନାହିଁ ନଥିବେ ତ୍ରିପୁରେ ତା ସମ ସୁନ୍ଦରୀ, ସତୀ ସାବିତ୍ରୀ ନହିବେ ତାହା ସଙ୍ଗେଶ୍ୱରୀ। ବିବାହ ବୟସ ତାର ହନ୍ତେ ଉପସ୍ଥିତ, ମନେ ମନେ ନୃପବର ହୋଇଲେ ଚିନ୍ତିତ। ଏକ ଦିନେ ସେ କନ୍ୟାକୁ ଡକାଇ ରାଜନ, ବୋଇଲେ ଗୋ ସ୍ୱାହା ଶୁଣ ମୋହର ବଚନ। ବିବାହ ସମୟ ତୋର ହୋଇଲା ସତର, କୁହ ତୁ କାହାକୁ ମନେ କରିଅଛୁ ସ୍ଥିର। କି ବାତ ପାଇଁ କରିବି ସ୍ୱୟଂବର ମୁହିଁ, ବୁଝି ବିଚାରିଣ ମୋତେ କହ କନ୍ୟା ତୁହି। ଯେବେ ମୋତେ ମନ କଥା ଗୋପନ କରିବୁ, ଅନ୍ୟତ୍ର ବିବାହ ଦେଲେ ନର୍କେ ପକାଇବୁ। ପିତାଗିର ଶୁଣି ବାଳି ବୋଲେ ସୁଚିତ୍ତରେ, ମର୍ତ୍ତ୍ୟଲୋକେ ବର ମୁହିଁ ନ ଦେଖେ ନେତ୍ରରେ। ଦେବତାଙ୍କ ସଙ୍ଗେ ମୁହିଁ ବିବାହ କରିବି, ଭାଗ୍ୟରେ ଯାଥିବ ତାହା ଅବଶ୍ୟ ଭୁଞ୍ଜିବି। ଦୁହିତାର ଗିର ତହୁଁ ଜନକ ଶୁଣିଣ, ହସିଣ ତାହାର ପ୍ରତି ବୋଇଲେ ବଚନ। ଦେବରାଜ ଦେବପୁରୀ ପରିତ୍ୟାଗ କରି, ବିଭା ହେବାକୁ ଆସିବେ ମର୍ତ୍ତ୍ୟକୁ କିପରି। ଏପରି ଉଚ୍ଚ ଆଶା ତୁ ତେଜ ମନୁ ତୋର, ଶୁଣିଣ ବୋଲଇ ସ୍ୱାହା ଶୁଣ ମୋର ବୀର। ଦେବରାଜାଙ୍କୁ ବରଣ କରିନ ପାରଇ, ଦୁଶ୍ଚରିତ୍ର ବୋଲି ସେହୁ ବିଖ୍ୟାତ ଅଟଇ। ଗୁରୁପତ୍ନୀ ପ୍ରତି ଯେହୁ ଦୁଷ୍ଟ ବ୍ୟବହାର, କରିଛନ୍ତି ସେ କି ସ୍ୱାମୀ ହୋଇବେ ମୋହର। ବିଭା ହେବାକୁ ନରଙ୍କ ମଧ୍ୟେ ନାହିଁ ମନ, ହୃଦ ମଧ୍ୟେ ସ୍ଥିର ମୁହିଁ କରିଅଛି ଜାଣ। ମନ ମଧ୍ୟେ ପଣ ମୁହିଁ କରିଛି ଏଥର, ସଂସାରର ମୁଖ୍ୟ କର୍ତ୍ତା ଦେବ ବୈଶ୍ୱାନର। ତାହାଙ୍କ ସଙ୍ଗରେ ମୋର ବିବାହ କରିବ, ଏହି କଥା ମନେ କରିଅଛି ପିତୃଦେବ।
ନାରୀଙ୍କ ସ୍ୱାମୀ ଦେବତା ଜାଣ ସର୍ବନରେ, ସେହି ସ୍ୱାମୀ ଅନୁଗତ ଅଗ୍ନିଙ୍କ ଆଗରେ। ଅତଏବ ସେ ପାବକ ଦର୍ଶନ କରିଣ, ଅନ୍ୟ ବର କରିବାକୁ ନୁହେଁ ମୋର ମନ। ଅଗ୍ନି ବିନା ଅନ୍ୟ ଦେବେ କାର୍ଯ୍ୟ ନାହିଁ ମୋର, ନିୟମ କରିଛି ମୁହିଁ ଶୁଣନ୍ତୁ ପିୟର। ଦେବଦାନବ ମାନବ ପକ୍ଷ ବିଦ୍ୟାଧର, ଅଗ୍ନି ବିନା କାହାଠାରେ ନ ବଳେ ଅନ୍ତର। ଅନ୍ୱେଷଣ ନଳକୁ ବିନୟ ବଚନେ, ମୋତେ ବିଭା ଦେବ ପିତା ହର୍ଷ ଯୁକ୍ତ ମନେ। ଶୁଣିଣ କନ୍ୟାର ଗିର ରାଜା ନୀଳଧ୍ୱଜ, ବିସ୍ମିତ ହୋଇଣ ମନେ ବୋଲେ ମହାରାଜ। ଦେଖିଣ କନ୍ୟାର ଏହି ନିଦାରୁଣ ପଣ, ମହାକୋପେ ନରପତି ବୋଇଲେ ବଚନ। ଏଡ଼େ ପଣ କରୁଅଛୁ କିମ୍ପାଇଁ କୁମାରୀ, ଅଗ୍ନି କି ବରିବା ଶକ୍ତି ଅଛି କି ତୋହରି। ବ୍ରହ୍ମାଣ୍ଡ ଜାଳିଣ ଯେହୁ ସୃଷ୍ଟି ଧ୍ୱଂସ କରେ, ହୃଷ୍ଟ ହୁଅଇ ପ୍ରକାଶ ଯାହାଙ୍କ ଦୃଷ୍ଟିରେ। ନାମ ଯାର କୃଷ୍ଣ ବନ କୁତ୍ସିତ କରମ, ତାକୁ ବରଣ କରିବୁ ନ ପାଉ ଶରମ। ଏକେ ସେ କଦର୍ଯ୍ୟ ରୂପ ଅଟେ ବୈଶ୍ୱାନର, ବିକଟାଳ ମୁଖ ସାତ ଜିହ୍ୱା ଅଟେ ତାର। ବୁଝିଲି ମୁଁ ଏତେ ଦିନେ ନାରୀଙ୍କର ରୀତି, କୁତ୍ସିତ କୁରୂପ ସଙ୍ଗେ ଯାନ୍ତି ବହୁ ପ୍ରୀତି। ଦେଖ ଦେଖ ଜହ୍ନୁ କନ୍ୟା ତ୍ରିଲୋକ ତାରିଣୀ, ନିଚ ସଂସର୍ଗରୁ ତାର ତେଜ ହୁଏ ହାନି। ପିତାଙ୍କର ବାଣୀ ଶୁଣି ଦୁଃଖେ ସାହସତୀ, ଉତ୍ତର ନ ଦେଇ ଗୃହେ କଲେ ବେଗେ ଗତି। ନିର୍ଜନ ସ୍ଥାନରେ ବସି ଅଗ୍ନି ଆରାଧିରେ, 12 ମାସ ଯାକ ବିଧି ମତେ ପୂଜା କଲେ। ଅଗ୍ନି ତପ ଅଗ୍ନି ଜପ ଅଗ୍ନିକୁ ଯେ ଧ୍ୟାନ, ଏହା ଭିନ୍ନ ଆଉ କିଛି ନଥାଇ ତା ମନ। ଉପବନେ ଦ୍ୱିଜ ସଙ୍ଗେ କରିଣ ଅର୍ଚ୍ଚନ, ନାନାଦି ଭୋଗ ଦେଇଣ ପଶଇ ଶରଣ। ଅଗୁରୁ ଚନ୍ଦନ ଆଦି ସୁଗନ୍ଧ ପ୍ରଦାନ, ମିଷ୍ଟାନ୍ନ ପଦାର୍ଥ କ୍ଷୀର ପ୍ରଭୃତି ବ୍ୟଞ୍ଜନ। ହୃଦୟ ସମର୍ପି ପୂଜା କରେ ନିରନ୍ତରେ, ଦଣ୍ଡେ ମାତ୍ର ନ ଭୁଲଇ ନାମ ସେ ମୁଖରେ। କିଛି ଦିନ ଏହିପରି ବ୍ରତ ସେହି କଲା, କଠୋର ତପେ ଅଗ୍ନିଙ୍କ ଆସନ କମ୍ପିଲା। ମନ ମଧ୍ୟେ ଚିନ୍ତା କଲେ ଦେବହୂତାସନ, କିଏ ମୋତେ ମର୍ତ୍ତ୍ୟପୁରେ କରୁଛି ଭାବନ। ଏହି ସମୟରେ ନାରଦ ମୁନି ପ୍ରବେଶିଲେ, ଅଗ୍ନି ପୁରୁଷଙ୍କୁ ସର୍ବ ଘଟଣା କହିଲେ। ବୋଇଲେ ମର୍ତ୍ତ୍ୟରେ ରାଜା ନୀଳଧ୍ୱଜ କଥା, ସ୍ୱାହା ବୋଲି ତାର ନାମ ରାଜାର ଦୁହିତା। ଅତ୍ୟନ୍ତ ସୁନ୍ଦରୀ ସେହି ତ୍ରିପୁର ମୋହିନୀ, ରତି ସଚି ସମାନ ନହିବେ ତାଙ୍କୁ ପୁଣି। ଦିନେ ତା ପିଅର ଡାକି ବୋଇଲେ ତାହାକୁ, ମନରେ ସ୍ଥିର କରିଛୁ ବରିବୁ କାହାକୁ। ପିତାଙ୍କ ବଚନ ଶୁଣି ବୋଲେ ସ୍ୱାହା ଦେଇ, ଅଗ୍ନି ଦେବତାଙ୍କୁ ମୁଁ ବରିଛି ସ୍ୱାମୀ ପାଇଁ।
ନାରଦଙ୍କ ଠାରୁ ପାଇ ସମସ୍ତ ସନ୍ଧାନ, ବ୍ରାହ୍ମଣ ବେଶରେ ଅଗ୍ନି କଲେ ଆଗମନ। ନୀଳଧ୍ୱଜ ରାଜା ପୁରେ ପ୍ରବେଶ ହୋଇଲେ, ତାହାଙ୍କୁ ଦେଖିଣ ନୀଳଧ୍ୱଜ ମାନ୍ୟ କଲେ। ପାଦ ଧୋଇ ବିପ୍ରଙ୍କର ଆସନେ ବସାଇ, କୋମଳ ସ୍ୱରେ ବୋଲନ୍ତି ଆସିଲ କିମ୍ପାଇଁ। ରାଜା ରାଣୀ ଶୁଣିଣ ବୋଲନ୍ତି ବୈଶ୍ୱାନର, ଯେ ଯୋଗୁ ଆସିଲି ମୋହି ଶୁଣ ନୃପବର। ଶାଣ୍ଡିଲ୍ୟ ଗୋତ୍ରେ ମୋ ଜନ୍ମ ବ୍ରାହ୍ମଣ ନନ୍ଦନ, ଶୁଣିଛି କୁମାରୀ ତବ ଗୃହେ ବିଦ୍ୟମାନ। ବିବାହ ନିମିତ୍ତ ଆମ୍ଭେ ଏଠାକୁ ଆସିଲୁ, ସଂସାର କରିବା ପାଇଁ ମନେ ସ୍ଥିର କଲୁ। ଏହା ଛଡ଼ା ନ ମୋର ନାହିଁ ପ୍ରୟୋଜନ, ଯା ଇଚ୍ଛା ତୁମ୍ଭର ରାଜା କହନ୍ତୁ ବହନ। ଶୁଣି ରାଜା ବିନୟରେ ତାହାଙ୍କୁ ବୋଇଲେ, କନ୍ୟାର ପ୍ରତିଜ୍ଞା ମୁଁ ହିଁ କହୁଅଛି ଭଲେ। କନ୍ୟା ମୋର ଗୃହେ ଅଛି ନୁହେଁ ବିବାହିତ, ମନୁଷ୍ୟରେ ବିଭା ପାଇ ନ ବଳେ ତା ଚିତ୍ତ। ଏକମାତ୍ର ଇଚ୍ଛା ତାର ଶୁଣ ବିପ୍ରବର, ଅଗ୍ନିଙ୍କି ପତି ପଦରେ ବରିବ ନିକର। କଠୋର ବ୍ରତ କରଇ ଅଗ୍ନି ବରିବାରେ, ସୁର ନର ଭେଦା ଭେଦ କିଛି ନ ବିଚାରେ। ସ୍ୱାହା ବିନା ଅନ୍ୟ କନ୍ୟା ବିଭା ହେବ ଯେବେ, ଇଚ୍ଛା ଥାଏ ଆମ୍ଭ କୁହେ ଫେଡ଼ି କହ ତେବେ। ତୁମ୍ଭର ହସ୍ତେ ତାହାଙ୍କୁ ପ୍ରଦାନ କରିବି, ଦ୍ୱିଜ କନ୍ୟା ଦାନ ଦେଲେ ପୁଣ୍ୟର ଯିବି। ଶୁଣିବି ପ୍ରରୂପୀ ଅଗ୍ନି ବୋଲନ୍ତି ବଚନ, ସ୍ୱାହା ବିନା କାହାଠାରେ ନାହିଁ ମୋର ମନ। ହୁତାସନ ପରିଚୟ ପାଇ ନୃପବର, ଉତ୍ତର ନ ଦେଇ ହେଲେ ମୌନ ଅନ୍ତର। ଆନନ୍ଦ ସଞ୍ଚାର ହେଲା ସ୍ୱାହାର ହୃଦୟ, ଜାଣିଲା ଅଗ୍ନିଦେବଙ୍କ ହୋଇଛି ସଦୟ। ବାର ବ୍ରତ ଉପବାସ ନିତ୍ୟ ଆରାଧନା, ଏତେ ଦିନରେ ପୁରିଲା ମୋର କାମନା। ପାତ୍ର ମନ୍ତ୍ରୀକୁ ଚାହିଣ ସଭାରେ ରାଜନ, ବୋଇଲେ ହି କି ଅଗ୍ନିଦେବ କି ବାନ। ତାହାଙ୍କ ବଚନ ଶୁଣି ବୁଦ୍ଧ ମନ୍ତ୍ରୀ ବର, ପରୀକ୍ଷା ପାଇଁ ଅଗ୍ନିକୁ ବୋଇଲେ ସତର। ଶୁଣିବା ମାତ୍ରକେ ଅଗ୍ନି ମନେ ରୋଷ ବହି, ଦଗ୍ଧ କଲେ ସେ ବୃଦ୍ଧକୁ ସଭା ମଧ୍ୟେ ତହିଁ। ରାଜାଙ୍କର ବାକ୍ୟେ ଅଗ୍ନି ତୃପତ ହୋଇଲେ, ରାଜାଙ୍କର ଶାଳୀ ତହୁଁ ବଚନ ବୋଇଲେ। ଏ ବ୍ରାହ୍ମଣ ଭୋଜ ବିଦ୍ୟା ଅବା ଥିବ ଜାଣି, ପରୀକ୍ଷା କରିବି ମୁହିଁ ଆହେ ନୃପମଣି। ଏହା କହି ଅଗ୍ନିକୁ ସେ ନବରକୁ ନେଲେ, ପରୀକ୍ଷା ନିମନ୍ତେ ତହୁଁ ତାହାଙ୍କୁ ବୋଇଲେ। ଶୁଣି ଅଗ୍ନିଦେବ ତାଙ୍କ ପୁର ଦେଲେ ଦହି, ବିଚିତ୍ର ମନ୍ଦିର ଉପବନ ସହିତଇଁ। ଦେଖିଣ ଏସନ ରୀତି ରାଜାଙ୍କର ଶାଳୀ, ରାଜାଙ୍କ ପାଶକୁ ଯାଇ ଊର୍ଦ୍ଧ୍ୱଶ୍ୱାସେ ମିଳି। ବୋଇଲେ ହେ ମହାରାଜା ଶୁଣ ମୋ ବଚନ, ବେଗେ ଶାନ୍ତ କର ପୁର ହୋଇଲା ଦହନ। ଶୁଣି ରାଜା ଅଗ୍ନି ପାଶେ ଯାଇ ପ୍ରବେଶିଲେ,
ବହୁସ୍ତବ ସ୍ତୁତି କରି ସନ୍ତୋଷ କରିଲେ। ତହିଁ ପରେ ସ୍ୱାହାଙ୍କର କନିଷ୍ଠା ଭଗିନୀ ପରୀକ୍ଷା ପାଇଁ ଅଗ୍ନିକୁ ବୋଇଲେ ସେ ବାଣୀ। କହୁ କହୁ କୋପ ନେତ୍ରେ ଚାହିଁଲେ ପାବକ ଦଗ୍ଧ କଲେ ତାଙ୍କ ପୁର ଦେବହୂତ ଭୂତ। ବସ୍ତ୍ରରେ ଲାଗନ୍ତେ ନିଆଁ ଉଲଗ୍ନ ହୋଇଣ ପିତା ପାଶେ ପ୍ରବେଶିଲେ ଯାଇ ସେ ବଦନ। ବୋଇଲେ ତୁମ ଜାମାତା ଏତେ କ୍ଲେଶ ଦେଲେ ମନ୍ଦିର ପୁର ସହିତେ ସବୁ ଦଗ୍ଧ କଲେ। ଶାନ୍ତି କରି ତାଙ୍କୁ ରାଜା ବେଗେ ବିଭାଦିଅ ନହେଲେ ପୁର ସହିତେ ସବୁ ହେବ କ୍ଷୟ। ସନ୍ତୁଷ୍ଟ ହୋଇଣ ରାଜା ଅଗ୍ନିକୁ ଡାକିଲେ ବିଧି ମତେ ସ୍ୱାହା ସଙ୍ଗେ ବିବାହ ସେ ଦେଲେ। ଜ୍ୱାଳାବତୀ ରାଣୀଙ୍କର ପରାମର୍ଶ ପାଇ ଘର ଜୋଇଁ କରିଣ ରଖିଲେ ନୃପ ସାଇ। ସେ ହେତୁ ଅର୍ଜୁନ ସଙ୍ଗେ ଅଗ୍ନି କଲେ ରଣ ପୂର୍ବର ସମ୍ବନ୍ଧ ସବୁ କରି ବିଚାରିଣ। ଅର୍ଜୁନଙ୍କ ଠାରୁ ଅଗ୍ନି ପରାଜୟ ପାଇ ନୀଳଧ୍ୱଜ ରାଜାପୁରେ ପ୍ରବେଶିଲେ ଯାଇ। ଦକ୍ଷିଣ ଅଗ୍ନିକୁ ରାଜା ବୋଇଲେ ବଚନ ପରାସ୍ତ କରିକି ତୁମ୍ଭେ ଆସିଲ ଅର୍ଜୁନ। ରାଜାଙ୍କର ବାଣୀ ଶୁଣି ଦେବ ବୈଶ୍ୱାନର କୋମଳ ଗଭୀର ସ୍ୱରେ ବୋଲନ୍ତି ଉତ୍ତର। ଯାର ସଖା ନାରାୟଣ ଦେବ ଚକ୍ରଧାରୀ ଧନୁର୍ଦ୍ଧର ପଣେ ତାକୁ ଇନ୍ଦ୍ର ନୁହେଁ ସରି। ତ୍ରିଭୁବନ ଏକତ୍ରିକ ହୋଇଲେ ଯୁଦ୍ଧରେ ଏକାକୀ ଅର୍ଜୁନ ନାସି ପାରେ କ୍ଷଣ କରେ। କିଛାର ନଳ ତହିଁ ଦେବ ସୁରପତି ଯମ ବରୁଣ କୁବେର ଆଦିର କ୍ଷପତି। ଖାଣ୍ଡବ ଦହନ କାଳେ ଏକତ୍ରିତ ହୋଇ ପରାସ୍ତ ହୋଇଲେ ସର୍ବେ ଅର୍ଜୁନର ଠାଇଁ। ସେ ବୀରକୁ ଜିଣିବାକୁ ତିନି ଭୁବନରେ ଅଛି କେଉଁ ଜୀବ ମୁହିଁ ନ ଦେଖେ ନେତ୍ରରେ। ଯେବେ ଆପଣା ମଙ୍ଗଳ ଚାହିଁ ନୃପବର ଅଶ୍ୱ ସମର୍ପିଣ ନିଜ ରାଜ୍ୟ ରକ୍ଷା କର। ଏ ବଚନ ଶୁଣି ରାଜା ସଶଙ୍କିତ ମନ ଜ୍ୱାଳାବତୀ ରାଣୀ ତହୁଁ ବୋଇଲେ ବଚନ। କ୍ଷତ୍ରିୟ ହୋଇଣ କିମ୍ପା ଅଶ୍ୱ ଫେରାଇବ କାପୁରୁଷ ବୋଲି ଲୋକେ ନିନ୍ଦିତ ହୋଇବ। ପୁତ୍ର ଅମରାତ୍ୟ ଆଦି ଛନ୍ତି ବୀରଗଣ ଏମାନଙ୍କୁ ସଙ୍ଗେ ନେଇ ବେଗେ କର ରଣ। ରାଣୀଙ୍କର ବାକ୍ୟେ ରାଜା ସନ୍ତୋଷ ହୋଇଲେ ସୈନ୍ୟ ଘେନି ଅର୍ଜୁନର ଆଗରେ ମିଳିଲେ। କହୁ କହୁ ସିଂହ ରଡ଼ି ଦେଲେ ସୈନ୍ୟଗଣ କୋପ ଭରେ ପାର୍ଥ ହସ୍ତେ ନେଲେ ସରାସନ। ବିଜୟ ଗାଣ୍ଡିବ ବୀର ଯୋଖି ତୀକ୍ଷ୍ଣ ଶର ଶ୍ରାବଣର ଧାରା ପ୍ରାୟ ବରସିଲେ ସର। ନାହିଁ ଦିଗ ବିଦିଗ ନାହିଁ କି ଅବସର ନିରନ୍ତରେ ବାଣ ମାରେ ପାଣ୍ଡବ ସୁନ୍ଦର। ନୀଳଧ୍ୱଜ ସୈନ୍ୟ ଗଣ ଯମପୁରେ ଗଲେ ପୁତ୍ର ଅମରାତ୍ୟ ତହିଁ ମରଣ ଲଭିଲେ। କୋପେ ନୀଳଧ୍ୱଜ ବର୍ଷେ ତୀକ୍ଷ୍ଣ ଶରମାନ ସିଂହ ସଙ୍ଗେ ଶଶା କାହୁଁ ହୋଇବ ସମାନ। ଶେଷେ ଅର୍ଜୁନର ସରେ ହୋଇଲେ ପୀଡ଼ିତ
ନଗରକୁ ପଳାଇଲେ ଭୟ ନରନାଥ। ଜୀବିତରେ ଯେତେ ସୈନ୍ୟ ରଣସ୍ଥଳେ ଥିଲେ, ପ୍ରାଣ ରକ୍ଷା ସେ ସର୍ବେ ପଳାୟନ ଗଲେ। ବହୁ କ୍ଷଣ ପରେ ରାଜା ଶାନ୍ତ କରି ମନ, ରାଣୀକି ଡାକିଣ ପାଶେ କରନ୍ତି ଭର୍ସନା। ସ୍ତ୍ରୀ ବୁଦ୍ଧି ପ୍ରଳୟ ଅଟେ ଶାସ୍ତ୍ରର ପ୍ରମାଣ, ତୋ ବୁଦ୍ଧିରେ ନାଶ କରି ପୁତ୍ର ପୌତ୍ର ଗଣ। ତିନି ଭୁବନରେ ଯେଉଁ ବୀର ଏକେଶ୍ୱର, ଯା ନାମେ ଦେବ ଗନ୍ଧର୍ବ ହନ୍ତି ଥରହର। ଯା ହେବାରେ ହେଲାଉ ତୋର ମୁଖ ମୁହିଁ, ନ ଚାହିଁକି ଯେଣେ ଇଚ୍ଛା ତେଣେ ଯାଅ ତୁହି। ରାଣୀ କି ଭର୍ସନା କରି ନୀଳଧ୍ୱଜ ବୀର, ପ୍ରବେଶିଲେ ଅଶ୍ୱଶ୍ରହ ଅର୍ଜୁନ ପାଶର। ଅଶ୍ୱକୁ ସମର୍ପି ଦେଇ ବିନୟ ବୋଲନ୍ତି, ସର୍ବ ଅପରାଧ କ୍ଷମା ବାସବ ସନ୍ତତି। ନ ଜାଣିଣ ଦୋଷ ମୁହିଁ କରିଛି ବହୁତ, ନିଜ ଗୁଣେ କ୍ଷମା ମୋତେ ଦିଅ କୁନ୍ତି ସୁତ। ଅର୍ଜୁନ ଶୁଣିଣ ମହା ଆନନ୍ଦ ହୋଇଲେ, ସମାଦର କରିଣ ରାଜାଙ୍କୁ ବସାଇଲେ। ବସାଇ ନିଜ ଆସ୍ଥାନେ ବିନୟ ବୋଲନ୍ତି, ଅଶ୍ୱମେଧ ଯଜ୍ଞ ହେବ ଆହେ ନରପତି। ବରଷକ ଯଜ୍ଞ ଅଶ୍ୱ ରକ୍ଷାର ନିମନ୍ତେ, ମୋ ସହିତ ଚାଲ ରାଜା ଅଶ୍ୱ ରକ୍ଷା ଅର୍ଥେ। ଅର୍ଜୁନଙ୍କ ପାଶୁ ରାଜା ସମ୍ମାନ ପାଇଣ, ପାର୍ଥଙ୍କ ସହିତ ଗଲେ ଅଶ୍ୱକୁ ଜଗିଣ। ଏଣେ ଜ୍ୱାଳାବତୀ ରାଣୀ ଅପମାନ ପାଇ, ନିଜ ଭାଇ ଉଲ୍ଲୁକର ପାଶେ ଗଲା ତହିଁ। ଏଡ଼େ ବଡ଼ ଅଭିମାନ ତହିଁରେ ଭର୍ସନା, ପତିଙ୍କ ନିକଟୁ ରାଣୀ ପାଇଛି ଲାଞ୍ଛନା। ସଭାରେ ବୋଇଲା ଶୁଣ ମୋର ନିବେଦନ, ମାନ ରକ୍ଷା କର ଭାଇ ମାନି ମୋ ବଚନ। ଅର୍ଜୁନ ଆସିଣ ପୁତ୍ର ନାତି ମୋର ନାସି, ରାଜ୍ୟ ଧ୍ୱଂସ କଲା ମୋର ଜନ୍ମେ ଦୁଃଖ ରାଶି। ଅର୍ଜୁନେ ବିନାଶୀ ଭାଇ ରଖ ମୋର ମାନ, ଶୁଣିଣ ଉଲ୍ଲୁକ ବୋଲେ ତାହାକୁ ବଚନ। ରୁହ ଶାନ୍ତ ହୋଇ ଯେବେ ସମୟ ଆସିବ, ତୋର ସମ୍ମାନ ଫେରାଇ ଦେବି ଅଟେ ଧ୍ରୁବ। ଅର୍ଜୁନକୁ କେଉଁ ବୀର ସମ୍ମୁଖ ଯୁଦ୍ଧରେ, ହରାଇ ଦେବ ଏମନ୍ତ ଅଛି ପୃଥିବୀରେ। ଅକାରଣବାଦୀ ହୋଇ ଜୀବନ ତେଜିବ, ଶୁଣି ଜ୍ୱାଳାବତୀ ବୋଲେ କିମ୍ପାର ଖୋଜିବ। କ୍ଷତ୍ରିୟ ସେ ଜନ୍ମି ଏତେ ହୀନ ନୀଚ, କିମ୍ପାଇଁ ଧରାରେ ମହି ପାଳ ବୋଲାଇଛ। ଶୁଣିଣ ଉଲ୍ଲୁକ ବହୁ କରିଲା ଧିକାର, ଭଗ୍ନିକି ବୋଇଲା ରକ୍ତ ଚକ୍ଷୁ କରି ଗିର। ତୋର ଯୋଗୁ ମାହିଷ୍ମତି ପୁର ନଷ୍ଟ ହେଲା, ତୋର ଯୋଗୁ ରାଜ୍ୟପାଳ ଉଚ୍ଛନ୍ନ ହୋଇଲା। କିମ୍ପା ତୁ ବଳାଉ ମୋର ସୁଖ ନାଶ ପାଇଁ,
कह मते केउं दोषे दोषी अटे मुहि तो निज दोषरु स्वामी अपमान देले तोते छाड़ी देई से अर्जुन पछे गले धिक तोर जन्म धिक प्रकृति तोहर जेणे इच्छा तेणे जाओ कहूछि सतोर भाईर मुखरु जहूँ एसन शुणिला तहु ज्वालावती अपमान पाईगला गंगा तीरे प्रवेशिण अति दुख भरे नाबर उपरे चढ़िला से अति खरे दैवे गंगा जल आसी पड़न्ते तापर क्रोधरे बोइले ज्वाला कि पाप मोहर कि दुर्जगे थे आसी पहुँचले मोहि केउं पापु गंगा जल लागिला मो देहि कि दोषे अपवित्र जल को छुईली पूर्वर सुकृत नासी पापी मोहइली शुणिए वचन बोले अन्य एक नारी गंगा जल निंदा कलु तू ही लोपा मरी जा जल छुईबा मात्रे सर्व पाप दूर कि निमन्ते निंदा तू ही करु लोए नीर ज्वाला बोले पूर्वे गंगा शान्तनंक नारी होइथिला सात सुत जन्मिले हारी छ पुत्र नासीथिला एही दुराचारी भीष्म नामे एक पुत्र थिला जे हारी ताकु रणरे अर्जुन करिला निधन आंठो कुड़ा दोषे अपवित्र हुए जान क्रोध होई गंगावती अभिशाप देले तो पुत्र बब्रूर हस्ते मरिबु कहिले पार्थे शाप्य देई गंगा हेले अंतर्ध्यान अग्नि जालिला क्रोधिता होई ज्वाला पूर्ण सेही गंगा नदी तटे अग्नि आरोहिला धर्म साक्षी करी अर्जुन को शाप्य देला बोइला मो पुत्र नाती मारिलु जेमंत तेमंत तो शिर हेउ भूमि रे पतित एते कही से अनल मध्य को डेला चाहू चाहू तार शरीर जे भस्म हेला महा अभिमानी अटे स्वभावे अबला धर्मे साक्षी रखी पिंड अनले दहिला धर्म बल टाण अटे जगत मध्यरे धर्महीन प्राणी पड़े जान नरकरे श्रीहरिंक पद्म पाद तले रखी मन प्राकृते लेखिला विप्र नारायण दीन। सौरभी ऋषिंक निर्देश यज्ञ अश्वशिलारू मुक्ति लाभ और उद्दालक ऋषिंक नारी चंडीर शापमोचन। आहे जन्म जय शुण देई मन कर्ण यज्ञ सहित रे पंडुंक नंदन सैन्य मानक गहणे जाऊ जाऊ सेही एक निबिड़ रणे प्रवेशिले जाई देखिले से वन शोभा अति मनोहर हिंसा तेजी हिंस्र जंतु बुलंती से थार
ଅତି ପୁଣ୍ୟମୟ ସ୍ଥାନ ସେବନ ଅଟଇ ସେବନ ମଧ୍ୟରେ ଅଶୋଗମନ କରଇ ଯାଉ ଯାଉ ସେହି ବନ ମଧ୍ୟ ଅଶୋବର ଏକ ବଡ଼ ଶିଳା ପାଶେ ମିଳିଲା ସତର ଯୋଜନେକ ଆୟତନ ଅଟେ ସେ ଶିଳାର ତହିଁରେ ଲାଗିଲା ଅଙ୍ଗ ବେଗେ ସେ ଅସର ଛୁଇଁବା ମାତ୍ରକେ ଶିଳା ଅସ ଦେହ ଲାଗେ ଉଠି ନ ପାରିଣ ଅସ ଚାହେଁ ସୈନ୍ୟ ଦିଗେ ଅସର ଏସନ ଗତି ଦେଖି ସୈନ୍ୟଗଣ ଅର୍ଜୁନଙ୍କୁ ଆଣ ଯାଇ କହିରେ ବହନ ଦେଖ ବୀରବର ଆସି ଅଶୋବର ଗତି ଶୁଣି ଅର୍ଜୁନ ପ୍ରଦ୍ୟୁମ୍ନ ଆସିଲେ ତଡ଼ତି ମହାବିସ୍ମୟରେ ପଡ଼ି ବୀର ଅର୍ଜୁନ ଅଶୋବସ୍ଥା ଦେଖିଣ ସଶଙ୍କିତ ମନ ସମସ୍ତ ସୈନ୍ୟଙ୍କୁ ଚାହିଁ ଅର୍ଜୁନ ବୋଇଲେ ଅଶୋକକୁ ସର୍ବେ ଉଦ୍ଧାର କର ବହେଳେ ଶୁଣି ସର୍ବ ସୈନ୍ୟଗଣ ଅଶୋକକୁ ଧରିଣ ଓଟାରିଲେ ଯଥା ଶକ୍ତି ଦେଖାଇ ବିକ୍ରମ ଯେତେ ଓଟାରିଲେ ତିଳେ ଅଶୋନ ଚଳଇ ହେଟ ମୁଖ ହୋଇ ସୈନ୍ୟ ରହିଲେ କତହିଁ ଦେଖିଣ ଏସନ ରୀତି ପାଣ୍ଡବ ଅର୍ଜୁନ ଦେଖିଲେ ନିକଟେ ଅଛି ଏକ ତପୋବନ ଶାନ୍ତିମୟ ନିର୍ଜନତା ଅଟଇ ସେ ସ୍ଥାନ ପୁଣି ଦେଖାଯାଉଅଛି ଋଷିଙ୍କ ଆଶ୍ରମ ଚାରିଆଡ଼େ ଗଛ ମାନ ଶୋଭଇ ବିସ୍ତର ପୀତବର୍ଣ୍ଣ ଦେଖାଯାଏ ଶରୀର ତାଙ୍କର ଶାଳ ପିଆ ଶାଳ ଶିଶୁ ଅସାନ ବନ୍ଧନ ଜାମୁ ବର କୋଳି ଆମ୍ବ ଗଛ ଶୋଭାମାନ କି ଶୋଭା ଦିଶୁଛି ଆହା ଏ ପବିତ୍ର ସ୍ଥଳ ଚାରିଆଡ଼େ ଶୋଭା ଦିଶେ ଅତ୍ୟନ୍ତ ନିର୍ମଳ ବଉଳ ଟଗର ଆମ୍ବ ଶୋଭେ ଚାରି ପାଖ ଚମ୍ପା ନାଗେଶ୍ୱର ଆଦି ହୋଇଛି ବିଦିତ ପଶୁ ପକ୍ଷୀ ମାନେ ହିଂସା ଭାବ ଛାଡ଼ି ଦେଇ ଅତ୍ୟନ୍ତ ଆନନ୍ଦେ କ୍ରୀଡ଼ା କରୁଛନ୍ତି ତହିଁ ମହାମୁନି ସୌଭରୀଙ୍କ ତପର ବଳରେ ସିଂହ ବ୍ୟାଘ୍ର ବୁଲୁଛନ୍ତି ଛେଳି ସହିତରେ ଅନୁଚର ସଙ୍ଗେ ନେଇ ସେବନକୁ ଗଲେ ଋଷିବର ତପ କରୁଛନ୍ତି ସେ ଦେଖିଲେ ଅତ୍ୟନ୍ତ ପବିତ୍ର ସ୍ଥଳ ଦେଖି ବୀରବର କ୍ରମେ କ୍ରମେ ଅଗ୍ରସର ହେଲେ ସେ ସ୍ଥାନର ଅର୍ଜୁନ ଋଷିଙ୍କ ପାଦ ତଳେ ପଡ଼ି ତହିଁ ନିଜର ଘଟଣା ସବୁ କହିଲେ ଫିଟାଇ ଅର୍ଜୁନଙ୍କ ଭକ୍ତି ଭାବ ଦେଖି ତପିସାଇ ବୋଲନ୍ତି ଜାଣିଲି ଯୋଗେ ତୁ ଯୁଧିଷ୍ଠିର ଭାଇ କରିବା ପାଇଁ କି ଅଶ୍ୱମେଧ ଯୁଧିଷ୍ଠିର ଅଶ୍ୱରକ୍ଷା ଅର୍ଥେ ତୋତେ ପଠାଇଲେ ବୀର ଶୁଣିନ ପାର୍ଥ ବୋଇଲେ ଆହେ ମୁନିବର ଅଦ୍ଭୁତ ଘଟଣା ଏକ ଘଟିଲା ଏଠାର ଆନନ୍ଦ ମନରେ ଯଜ୍ଞ ଆସୁଥିଲା ଦୁଃଖ ଆସି ଏ ବନରେ ଉପସ୍ଥିତ ହେଲା ଲାଗନ୍ତେ ଅଶ୍ୱ ଶରୀର ଏକ ଶିଳା ପରେ
ଲାଖି ରହିଲା ଆଶ୍ଚର୍ଯ୍ୟ ଭାବରେ ସେଠାରେ। ସୈନ୍ୟ ସହ ଆମ୍ଭେ ଯେତେ କୌଶଳ କଲୁ, ଅଶୋକୁ ତିଳେ ହେଁ ତହୁଁ କାଢ଼ି ନ ପାରିଲୁ। ଆହେ ମୁନିବର ମୋର ଶୁଣ ଏ ବଚନ, ଯଜ୍ଞ ମୁକୁଳାଇ ଦିଅ ହେ ବହନ। ଅର୍ଜୁନର ଭକ୍ତି ଦେଖି ସେ ମୁନି ପୁଙ୍ଗବ, ବୋଇଲେ ଶୁଣ ମୋ ବାଣୀ ହେ ବୀର ପାଣ୍ଡବ। ଧ୍ୟାନ ବଳେ ଜାଣିଲି ମୁଁ କୁରୁକ୍ଷେତ୍ର ଠାରେ, ଜ୍ଞାତିବଦ୍ଧ କରିଅଛ ରାଜ୍ୟ ନିମିତ୍ତରେ। ସେ ପାପରୁ ମୁକ୍ତି ହେବା ପାଇଁ ଯୁଧିଷ୍ଠିର, ଅଶ୍ୱମେଧ ଆରମ୍ଭ ସେ କରିଛନ୍ତି ବୀର। ଯଜ୍ଞକର୍ତ୍ତା ନାରାୟଣ ଅଛନ୍ତି ତାପୁରେ, ଆଉ କି ଯଜ୍ଞ କରୁଛ କୁହ ମୋ ଆଗରେ। ତପଯଜ୍ଞ ତୀର୍ଥ ବ୍ରତ ସବୁ ବିଡ଼ମ୍ବନା, ଶ୍ରୀହରିଙ୍କ ପାଦ ପଦ୍ମ ସାର ଏକାସିନା। ଯାହାଙ୍କ ଦର୍ଶନେ ପାପୀ ମୁକ୍ତି ଯେ ଲଭନ୍ତି, ବୈକୁଣ୍ଠପୁରରେ ଅନ୍ତେ ଯାଇ ନ ବଦନ୍ତି। ବୈକୁଣ୍ଠପୁରରେ ଅନ୍ତେ ଯାଇ ନ ପଶନ୍ତି, ବୈକୁଣ୍ଠପୁରରେ ଅନ୍ତେ ଯାଇ ନ ବସନ୍ତି। ଯା ଦର୍ଶନେ ବାବୁ ପାପ ହୁଅଇ ଦହନ, ଯା ଦର୍ଶନେ ତ୍ରୟ ତାପ ଘୁଞ୍ଚି ଯାଏ ପୁଣ। ସମସ୍ତେ ହେ ଜ୍ଞାନ ଛାଡ଼ି ବାଇ ତୁମ୍ଭେ ହେଲ, ବୃଥା ପରିଶ୍ରମ କରି ଯାଗ ଆରମ୍ଭିଲ। ସଂସାରେ ଜୀବନ ଶକ୍ତି କିଛି ମାତ୍ର ନାହିଁ, ଯେଣିକି ବିଧାତା ନିଏ ତହିଁକି ଚଳଇ। ଯାହାଙ୍କ ମାୟାରେ ଏ ଜଗତ ଆତଜାତ, କୀଟ ପତଙ୍ଗ ସ୍ଥାବର ଜଙ୍ଗମ ସହିତ। ଏହି ଅନିତ୍ୟ ସଂସାର ନୁହଁଟି ସ୍ଥିର, ସ୍ଥିର ଏକା ହରି ନାମ ସଂସାର ମଧ୍ୟର। ସତେ ଅଶ୍ୱମେଧ କଲେ ଯେ ଫଳ ନୁହଁଇ, ଏକା କୃଷ୍ଣ ଦର୍ଶନରେ ଜୀବ ଧନ୍ୟ ହୋଇ। ଜାଣ ହେ କେବଳ ଏଥେ ଅଛି ଅଭିମାନ, ବୁଝି ନ ପାରନ୍ତି ଜୀବ ମାନେ ହି ଜ୍ଞାନ। ମୁଖ ମଧ୍ୟ ମୁହିଁ ଯାହା करे उच्चारण, जीवात्मा स्वरूपे ब्रह्म प्रकाशे तत्क्षण। देह भेदे ज्ञान भेदी जान हे निश्चय, मात्र ब्रह्म आत्म रूपे समभावे रहे। महाअग्नि ठारू जथा दीपर जन्म, ईश्वरंक ठारे तेने जीव आगमन। फूल जेमंत नाना दीवन रे फुटई, मात्र सुगंध समस्त ठारे रही थाई। ऋषिंकर गिर शुणी बोलंती अर्जुन, कुरुक्षेत्र रणे किछि करिछि श्रवण। मात्र तांको उपदेश मते धर्मराज, अश्वमेध करिबाकु हेउछन्ति सज। के बुझिब विष्णु चक्र वैष्णवी वासना, ताहांक इच्छारे जीव करे कार्य नाना। हे ऋषि पुंगव आजी तुम्भ सुदयारे, बुझिली सकल संदेह मंगला दूरे। हे देव पचारु अछि शिला परिचय, किपरि ता जन्म किपरि से बलय। एतिकी प्रार्थना हेब पयरे तुम्भर,
ଏ ବଚନ କହି ଚିତ୍ତୁ ଚିନ୍ତା ଦୂର କର। ଶୁଣିଣ ସୌଭରି ଋଷି ଅର୍ଜୁନେ ବୋଇଲେ, ଶୁଣ ମଧ୍ୟମ ପାଣ୍ଡବ ସେ ବିଷୟ ଭଲେ। ଏହି ଯେ ପଥର ଏକ କରୁଛ ଦର୍ଶନ, ପୂର୍ବ କାଳେ ଥିଲା ଜଣେ ବ୍ରାହ୍ମଣ ସନ୍ତାନ। ତହିଁର କାରଣ ପାର୍ଥ ଶୁଣ ମନ ଦେଇ, ଉଦ୍ଦାଳକ ଋଷିଙ୍କର ପତ୍ନୀ ସେ ଅଟଇ। ଚଣ୍ଡୀ ବୋଲି ନାମ ତାର ପ୍ରଚଣ୍ଡ ମୂରତି, ପିଲାଦିନୁ ଦୁଷ୍ଟ ସେହି ବଡ଼ କ୍ରୋଧମତି। ତାକୁ ଉଦ୍ଦାଳକ ଋଷି ବିବାହ ହୋଇଲେ, ବ୍ରାହ୍ମଣେ ଯେବେ ଦୀପରେ କଲ୍ୟାଣ କରିଲେ। ବୋଇଲେ ବ୍ରାହ୍ମଣ ମାନେ ଆଗ ଚଣ୍ଡୀ ଶୁଣ, ସ୍ୱାମୀ ଆଜ୍ଞା ଶିରେ ବହି କାଟ ତୁମ୍ଭେ ଦିନ। ଏମନ୍ତ କଲ୍ୟାଣ ବାଣୀ ଶୁଣି ସେ କୁମାରୀ, ବୋଇଲେ କେବେ ନହିବ ସ୍ୱାମୀ ସେବାକାରୀ। ତାହାଙ୍କର ବିବାହ ବିଧି ସାରି ସର୍ବେ ଗଲେ, ମନ ମଧ୍ୟ ଉଦ୍ଦାଳକ ବିଚାର କରିଲେ। ବାଳିକା ବୟସ ହେତୁ ଏମନ୍ତ ବୋଲଇ, ବଡ଼ ହେଲେ ବୁଦ୍ଧି ତାର ଯିବ ଭଲା ହୋଇ। କ୍ରମେ ହି ପରି ହେଲା ଯୌବନ ସମୟ, ଋଷିଙ୍କ ଆଜ୍ଞା ଅବଜ୍ଞା କରିଲା ସେ ଝିଅ। ଯେତେ ଆନନ୍ଦରେ ଋଷି ବୋଲନ୍ତି ବଚନ, ବିପରୀତ କାର୍ଯ୍ୟ ଚଣ୍ଡୀ କରେ ତା ଶୁଣିଣ। ଏହିପରି ବହୁ କଷ୍ଟେ ଉଦ୍ଦାଳକ ଋଷି, ଦୁଃଖେ ସଂସାର କାଟନ୍ତି ଘେନିଣ ପ୍ରେୟସୀ। ଦିନେ ଋଷି ବୋଇଲେ ଗୋ ଚଣ୍ଡୀ ଶୁଣ ବାଣୀ, ସ୍ନାନ କରି ନୀତି କମଣ୍ଡଳେ ଦିଅ ପାଣି। ଋଷିଙ୍କ ବଚନ ଶୁଣି ଚଣ୍ଡୀ କୋପେ ଗଲା, ଆଣି କମଣ୍ଡଳ ଗଣାରେ ପିଟି ଦେଲା। ଏହିପରି ଋଷିଙ୍କର ବିଷନ ମନରେ, ଥାନ୍ତି ଦିନେ କୌଶଲ୍ୟ ମିଳିଲେ ଆଶ୍ରମରେ। ନିଜର ଦୁଃଖ ବିଷୟ ସର୍ବ ମୁନିବର, ଥାନ୍ତି ଦିନେ କୌଶଲ୍ୟ ମିଳିଲେ ଆଶ୍ରମର। ନିଜର ଦୁଃଖ ବିଷୟ ସର୍ବ ମୁନିବର, କୌଣ୍ଡିଲ୍ୟଙ୍କ ଆଗେ ତହିଁ କହିଲେ ସକଳ। ଶୁଣିଣ କୌଣ୍ଡିଲ୍ୟ ଋଷି ବୋଇଲେ ବଚନ, ବିପରୀତ ଭାବେ ତାକୁ କହିବ ବଚନ। ସେ ପ୍ରକୃତ କଥା ତେବେ କରିବ ହେ ଯତି, ତାର ପୂର୍ବରୁ ସ୍ୱଭାବ ଅଛଇ ଏ ରୀତି। ପିତୃଶ୍ରାଦ୍ଧ ଏକ ଦିନେ ଋଷିଙ୍କର ହେଲା, ବୋଇଲେ ଚଣ୍ଡୀ କି ଋଷି ଶୁଣ ଗୋ ଅବଳା। ଆଜ ଦିନ ପିତୃଶ୍ରାଦ୍ଧ ହୋଇବ ଆମ୍ଭର, ମାଂସ ସୁରାଦି ଆଣି ରଖିବୁ ସତର। ଶୁଣିଏ ବଚନ ଚଣ୍ଡୀ ବୋଲେ ମୃଦୁ ବାଣୀ, ହେଲ କି ବାତୁଳ ତୁମ୍ଭେ ଆହେ ଋଷିମଣି। ପିତୃଯଜ୍ଞ ଶୁଭ ଦିନ ଅଟଇ ଆମ୍ଭର, ତୁମ୍ଭେ ଅମେଧ ପଦାର୍ଥ ମାତ୍ର ତୁଣ୍ଡେ ଧର। ଏସନ କହିଣ ପାୟସାଦି ମିଷ୍ଟନ, ସଜାଡ଼ିଣ ଚଣ୍ଡୀ ଡାକି ଆଣିଲା ବ୍ରାହ୍ମଣ। ପିତୃକାର୍ଯ୍ୟ ବିଧି ମତେ କଲା ସମାପନ, ପିଣ୍ଡକୁ ନେବା ନିମନ୍ତେ କରିଲା କମନ। ଉଦ୍ଦାଳକ ଏ ସମୟେ ବୋଇଲେ ବଚନ, ଗଙ୍ଗା ଜଳ ମଧ୍ୟେ ପିଣ୍ଡ ପକାଅ ବହନ। ଶୁଣି ଚଣ୍ଡୀ କୋପ ଭରେ ଅତି ବେଗେ କଲା,
ଗୋବର ଖାତରେ ପିଣ୍ଡ ନେଇ ପକାଇଲା। ଦେଖିଣ ଏ ସନ ରୀତି ଋଷି ରାଗ ହେଲେ, କ୍ରୋଧ ଭରେ ଚଣ୍ଡୀ କି ଯେ ଅଭିଶାପ ଦେଲେ। ବୋଇଲେ ଲୋ ଚଣ୍ଡୀ ତୋର ଏଡ଼େ ଦୁଷ୍ଟ ବୁଦ୍ଧି, ପାଷାଣ ହୁଅ ତୁ ବେଗେ ଯାଇଣ ବଧି। ସାପ ଶୁଣି ଚଣ୍ଡୀ ତହୁଁ ହେଲା ଥରହର, ବୋଇଲା ଭୋ ମୁନି ମୋତେ କର ପ୍ରତିକାର। ଭାରି ଯା ଦୋଷ କରିଲେ ସ୍ୱାମୀ ତା ସହଇ, ଏକ ଅପରାଧେ ପ୍ରଭୁ ଭୃତ୍ୟେ କିତେ ଜଇ। ଅଲଙ୍ଘ୍ୟ ତୁମ୍ଭର ବାକ୍ୟ କେବା ଲଙ୍ଘି ପାରେ, ମୁକ୍ତିର ଉପାୟ କୁହ ଦୟା କରି ମୋରେ। ଚଣ୍ଡୀର ବିନୟ ବାଣୀ ଶୁଣି ଋଷି ବର, ବୋଇଲେ ମୋର ବଚନ ଶୁଣ ନାରୀ ବର। ହୋଇଣ ପାଷାଣୀ ତୁହି ବନସ୍ତରେ ଥିବୁ, ଅର୍ଜୁନ କର ଲାଗନ୍ତେ ମୁକ୍ତି ଯେ ହୋଇବୁ। ଶୁଣିଲ ଅର୍ଜୁନ ତୁମ୍ଭେ ଶିଳାର ଚରିତ, ବେଗେ ଯାଇ ଅଶୋ ଆଣି କର ତାକୁ ମୁକ୍ତ। ଋଷିଙ୍କର ବାଣୀ ଶୁଣି ବୀର ଅର୍ଜୁନ, ଶୀଘ୍ର ଗତିରେ ଛୁଇଁଲେ ଶିଳାକୁ ଯାଇଣ। ଅର୍ଜୁନ କର ଲାଗନ୍ତେ ଅଶୋ ମୁକ୍ତ ହେଲା, ମନୋହର ନାରୀ ରୂପ ଶିଳା ଯେ ଧଇଲା। ମୁକ୍ତି ପାଇଣ ଚଣ୍ଡୀ ଦିବ୍ୟ ରୂପ ଧରି, ସେବା କରି ଉଦାଳକେ ରହିଲା ସୁନ୍ଦରୀ। ସ୍ୱାମୀ ସଙ୍ଗେ ମହାନନ୍ଦେ ସମୟ କାଟିଲା, ତାହାଙ୍କୁ ସେ ବିଣ ତହିଁ ଚଣ୍ଡୀ ଯେ ରହିଲା। ଆନନ୍ଦରେ ଯଜ୍ଞ ହୟ ତହୁଁ ଚଳିଗଲା, ବିପ୍ର ନାରାୟଣ ଏହା ଗୀତରେ କହିଲା। ଚମ୍ପକ ନଗରରେ ପାଣ୍ଡବଙ୍କ ଯଜ୍ଞ, ଅଶ୍ୱ ପ୍ରବେଶ ଓ ସୁଧନ୍ୱାକୁ ତପ୍ତ ତୈଳ କୁଣ୍ଡରେ ନିକ୍ଷେପ କରିବାକୁ ହଂସଧ୍ୱଜ ରାଜାଙ୍କ ମନ୍ତ୍ରୀଙ୍କୁ ଆଦେଶ। ଜନ୍ମେଜୟ ଭକ୍ତି ଭରେ ଗଦ ଗଦ ହୋଇ, ଲୋମ ପୁଲକରେ ନେତ୍ରୁଲୋତକ ଝରାଇ। ଜୈମିନୀ ମୁନିଙ୍କ ପାଦ ପଦ୍ମ ତଳେ ପଡ଼ି, ବୋଇଲେ ହେ ସର୍ବଜ୍ଞାତା ବାରେ କହ ଫେଡ଼ି। ଏଥି ଉତ୍ତାରେ ଘଟିଲା କେବଳ କାରଣ, ଶୁଣିଲେ ଅଙ୍ଗରୁ ପାପ ହୋଇବ ମୋଚନ। ଜୈମିନୀ ବୋଲନ୍ତି ଶୁଣ ଶୁଣ ନୃପବର, ଶିଳାର ଭିତରୁ ହୟ ହୋଇଣ ବାହାର। ଚମ୍ପାବତୀ ନାମେ ଅଛି ଏକ ନଗର ରହି, ହଂସଧ୍ୱଜ ରାଜା ତହିଁ ଶାସନ କରଇ। ମହାଧର୍ମ ପରାୟଣ ସେହି ନରବର, ତାହାଙ୍କ ପୁରେ ମିଳିଲା ଜୟ ସବର। ପାର୍ଥ ସେହି ଅଶୋ ପଛେ କରିଣ ଗମନ, ପ୍ରବେଶିଲେ ସେହି ହଂସ ଧ୍ୱଜଙ୍କ ରାଜେଣ। କି କହିବି ସେ ପୁରର ମହିମା ସୁଖରେ, ଅମରାବତୀ କି ଖସି ପଡ଼ିଛି ମହୀରେ। ସେ ପୁରର ଶୋଭା ଦେଖି ବୀର ଅର୍ଜୁନ, ବହୁ ପ୍ରଶଂସା କରିଲେ ସେହୁ ମନେ ମନ। ବୁଲୁଥିଲେ ଦୂତମାନେ ମେଳ ମେଳ ହୋଇ, ଅଶୋକୁ ଦେଖି କହିଲେ ନୃପ ପାଶେ ଯାଇ। ଶୁଣି ନରପତି ପାତ୍ର ମନ୍ତ୍ରୀଙ୍କୁ ଡକାଇ, ମନ୍ତ୍ରୀ ବୋଇଲା କି ବୁଦ୍ଧି କରିବ ମୁଇଁ। ଯୁଧିଷ୍ଠିର ରାଜାଙ୍କର ସେ ଅଶୋଟଇ,
ଆବର ତାହାକୁ ପାର୍ଥ ବୀର ଜଗିଛଇଁ। ସ୍ୱୟଂ ନାରାୟଣ ଯଜ୍ଞ କରୁଛନ୍ତି ଜାଣ। ଅଶୋକ ଧରିଲେ ତାଙ୍କୁ ଦେଖିବି ନେତ୍ରେଣ। ହରି ଅର୍ଜୁନଟି କେବେ ଭିନ୍ନ ଭିନ୍ନ ନୁହଁ। ଯେହୁ ହରି ସେହୁ ପାର୍ଥ ନାହିଁ ଯେ ସନ୍ଦେହ। ଏତେ ଦିନେ ଭାଗ୍ୟର ବି ହୋଇଲା ଉଦୟ। ଦେଖିବି ବୈକୁଣ୍ଠନାଥ ପାପ ହେବ କ୍ଷୟ। ସମସ୍ତ ସୈନ୍ୟଗଣକୁ ଡାକି ନର ରାଣ। ବୋଇଲେ ମୋହର ରାଜ୍ୟ ଦିଅ ହେ ଘୋଷଣ। ଅର୍ଜୁନ ସୈନ୍ୟ ସହିତ ରହନ୍ତି ବାହାରେ। ବୋଲେ ଯୁଦ୍ଧ କରିବ ହେ ତାହାର ସଙ୍ଗରେ। ଆଜ୍ଞାକୁ ମୋର ଅବଜ୍ଞା କରିବ ନା ଯେହି। ତପ୍ତ ତୈଳ କୁଣ୍ଡେ ତାକୁ ପକାଇବି ନେଇ। ଏମନ୍ତ ଘୋଷଣ ନୃପ ନଗ୍ର ମଧ୍ୟ ଦେଇ। କୃଷ୍ଣ ନାମ ମୁଖେ ସ୍ମରି ରଣକୁ ଆସଇ। ରାଜା ରଖିଥିଲେ ଅଗଣିତ ମହାରଥୀ। ଏକ ଏକ ଜଣକର ସହସ୍ରେ ହସ୍ତୀ। ପ୍ରତ୍ୟେକ ନିକଟେ ରଥ ଥାଏ ସତେ ସତେ। ରଥି ପଦାତି ଥାନ୍ତି ସଂଖ୍ୟା ନାହିଁ କେତେ। ସମସ୍ତେ ବୈଷ୍ଣବ ବିଷ୍ଣୁ ଭକ୍ତି ପରାୟଣ। ଏକ ପତ୍ନୀ ବ୍ରତ ସମସ୍ତଙ୍କ ଅଟେ ଜାଣ। ଅନ୍ୟ ରମଣୀମାନଙ୍କ ମୁଖ ନ ଦେଖନ୍ତି। କେହି ଅନ୍ୟାୟ ପାପାଦି କର୍ମ ନ କରନ୍ତି। ସଦା ନ୍ୟାୟ ପରାୟଣା ଦାସ ଦାସୀ ଗଣ। ପତିବ୍ରତା ସ୍ତ୍ରୀ ଥାନ୍ତି ସମସ୍ତ ଗୃହେଣ। ମନ୍ତ୍ରୀଛନ୍ତି ତାଙ୍କର ହେ ସୁବୁଦ୍ଧି ସୁଜ୍ଞାନ। ଧର୍ମେ ରାଜା ପରଜାଙ୍କୁ କରଇ ପାଳନ। ବିଦ୍ୟୁରଥ ଚନ୍ଦ୍ରସେନା ଚନ୍ଦ୍ରକାନ୍ତି ବୀର। ଚାରି ଭ୍ରାତ ତାଙ୍କର ସକଳ ଧୁରନ୍ଧର। ସୁଧନ୍ୱା ସୁବଳ ସୁର ସେନ ଯେ ସୁରଥ। ସୁବୟାଦି ତାହାର ଅଟେ ପାଞ୍ଚ ସୁତ। ସଜ ହେଲେ ବୀରେ ଯେ ଯାହା ଯୁଦ୍ଧ ଘେନି। ରାଜା ତୁରନ୍ତ ଚଳିଲେ ପୂଜିବାକୁ ଅଗ୍ନି। ଅଗ୍ନି ତର୍ପଣ କରିଣ ହୋଇଲେ ବାହାର। ଅର୍ଜୁନ ଭେଟିଲେ ଯାଇ ନଗର ପ୍ରାନ୍ତର। ନଗରର ନାରୀମାନେ ଏକରୁଣ୍ଡ ହୋଇ। ଜଗତି ଅଟ୍ଟାଳିକାରେ ବସିଲେ କଯାଇ। ଏକରୁଣ୍ଡ ହୋଇଣ ସେ ସକଳ ସୁନ୍ଦରୀ। ଏକ କୁଆରେ ଏକ ଚାହିଁ ବକ୍ର ହାସ୍ୟ କରି। କେବଲେ ଦେଖ ଗୋ ସଖୀ ଅର୍ଜୁନ ବଦନ। କି ସୁନ୍ଦର ରୂପ ରାଶି ଆହା କି ଲାବଣ୍ୟ। ଧନ୍ୟ ଆରେ ବିହି କେତେ କାଳ ବସି ତୁହି। ଏମନ୍ତ ରୂପ ଗଢ଼ିଲୁ ନେତ୍ରେ ଦେଖି ନାହିଁ। ଆଜି ଆମ୍ଭ ଭାଗ୍ୟ ଧନ୍ୟ ଅଟେ ନୃପବର। ରଣ କରି ମୁକ୍ତି ହେବୁ ଅର୍ଜୁନ ସଙ୍ଗର। ଶୁଣିଅଛୁ ଦିତି ନାରାୟଣ ପାର୍ଥ ତନୁ। ପାପ ତାପ ଯା ଦର୍ଶନେ ତୁଟି ଯାଏ ମନୁ। ତୋ ଗଣ୍ଡ ମଣ୍ଡଳେ ସଖୀ ଦେଖ କିସ ଚିହ୍ନ। ରାତ୍ରେ କାହା ସଙ୍ଗେ ରସି ହରାଇଲୁ ଜ୍ଞାନ। ହୃଦ ପଦ୍ମେ କୃଷ୍ଣଙ୍କୁ ବା ଆରାଧନା କଲୁ। ବିହାର କରିଣ ତୋହି ଦୋଚାରି ହୋଇଲୁ। ଏହିପରି ପରସ୍ପରେ
ହସ କୌତୁକେ ଗଢ଼ି ସୌଧ ପରେ ଦେଖନ୍ତି ସେ କମୁଖେ। ଏ ସମୟ ନୃପତି ବୋଲନ୍ତି ମନ୍ତ୍ରୀଗଣ ତପ୍ତ ତୈଳ ଭାଣ୍ଡ ମୋର ସନ୍ନିଧାନେ ଆଣ। ଦେଖ ଏ ସ୍ଥାନକୁ ଯେଉଁ ଯୋଦ୍ଧା ଆସିନାହିଁ ତାହାକୁ ତପ୍ତ ତୈଳ ଭାଣ୍ଡେ ପକା ନେଇ। ଭାଇ ବନ୍ଧୁ ପୁତ୍ର ପୌତ୍ର ଯେ ହେଉ ମୋହର ଆଜ୍ଞାକୁ ଲଙ୍ଘିଣ ଥିଲେ ପକାଅ କୁଣ୍ଡର। ନୃପ ଆଜ୍ଞା ପାଇ ମନ୍ତ୍ରୀ ତପ୍ତ ତୈଳ କୁଣ୍ଡ ନେଇଣ ସେଠାରେ ରଖି ସର୍ବେ ହେଲେ ରୁଣ୍ଡ। ଦେଖିଲେ ସୈନ୍ୟରେ କେଉଁ ବୀର ଆସିନାହିଁ ଖୋଜି ଦେଖିଲେ ସୁଧନ୍ୱା ବୀର ବର ନାହିଁ। ଶୁଣିଣ ନୃପତି ନିଜ ପୁତ୍ର ବହେଳା କ୍ରୋଧେ ବୋଇଲେ ତାହାର କାଟି ଆଣ ଗଳା। କିବା ଜୀବନ ଧରି ଆଣ ମୋର ପାଶ ବେଗେ ତପ୍ତ ତୈଳ କୁଣ୍ଡେ ପକାଇଣ ନାଶ। ମୋ ବିର୍ଜୁ ଜନମ ସେହି ଏଡ଼େ ନିଚମତି ଶ୍ରୀକୃଷ୍ଣ ଦର୍ଶନ ପାଇଁ ନ ବଳେ ତା ମତି। ଏମନ୍ତ ବୋଲିଣ ରାଜା କାଳଦେବ ପରି କଟୁଆଳ ପଠାଇଲେ ଗରଜନ କରି। ଏ ଉତ୍ତାରେ ଯାହା ହେଲା ମନ ଦେଇ ଶୁଣ ହରିପାଦେ ଚିନ୍ତି ବୋଲେ ବିପ୍ର ନାରାୟଣ। ସୁଧନ୍ୱାର ମାତା ଏବଂ ସ୍ତ୍ରୀଙ୍କ ଠାରୁ ବିଦାୟ ତପ୍ତ ତୈଳ କୁଣ୍ଡରେ ପ୍ରବେଶ ଓ ଉଦ୍ଧାର। ବୋଲନ୍ତି ଜୈମିନି ଶୁଣ ଅଭିମନ୍ୟୁ ନାତି ଏ ମହାଭାରତଟି ଅଟେ ଅମୀୟ ଭାରତୀ। ଏ କଲ ଏ ଶୁଣ ତୁମ୍ଭେ ଆହେ ନରଇଶ ଏ ପବିତ୍ର ଗାଥା ଶୁଣି ପାପ କର ନାଶ। ପିତାଙ୍କ ଆଦେଶ ପାଇ ସୁଧନ୍ୱା କୁମାର ହୋଇଲେ ପ୍ରବେଶ ମାତାଙ୍କର ସମୀପର। ତାହାଙ୍କ ଚରଣେ ପଡ଼ି କରପତ୍ର ଯୋଡ଼ି ରଣକୁ ଯାଉଛି ବୋଲି କହିଲେ କଫେଡ଼ି। ଦିଅ ଆଶୀର୍ବାଦ ମାତ କୃଷ୍ଣ ଅର୍ଜୁନଙ୍କୁ ଧରି ଆଣି ଦେବି ତୁମ୍ଭ ଛାମୁରେ ତାହାଙ୍କୁ। ଗଦଗଦେ ବୋଲନ୍ତି ମାତ ହର୍ଷୋଲ୍ଲାସ ହୋଇ ସତେ କି ଆଣି ପାରିବୁ ପାର୍ଥ ଲକ୍ଷ୍ମୀ ସାଇଁ। ଦେବର୍ଷି ନାରଦ ମୁଖୁ ଶୁଣିଅଛି ମୁହିଁ ଜଗତ କର୍ତ୍ତା ଅଟନ୍ତି ପ୍ରଭୁ ଭାବଗ୍ରାହୀ। ତାଙ୍କର ଦର୍ଶନେ ସର୍ବ ହରଇ ପାତକ ଜାନାମ ଧରିଲେ ପାପି ଲଭେ ସ୍ୱର୍ଗ ସୁଖ। ମୋର ସ୍ୱାମୀ ପୂର୍ବେ ସଙ୍ଗେ ଘେନି ସୈନ୍ୟ ଗଣ ଏକା ବିଷ୍ଣୁ ବିନୁ ଜୟ କଲେ ତ୍ରିଭୁବନ। ବୈଷ୍ଣବ ମାନଙ୍କରେ ଅଟନ୍ତି ସେ ଶ୍ରେଷ୍ଠ ଅହର୍ନିଶି ହରି ନାମ କରିଥାନ୍ତି ଇଷ୍ଟ। ଅହର୍ନିଶି ହରି ନାମ କରିଥାନ୍ତି ଇଷ୍ଟ। କେବେ ହେ କୃଷ୍ଣ ତାହାଙ୍କୁ ପ୍ରସନ୍ନ ନହିଲେ ଏତେ ଦିନେ ଆହା ଭାଗ୍ୟ ରବି ଉଦେ ହେଲେ। ଜାଣ ବାବୁ କୃଷ୍ଣ ଅର୍ଜୁନଙ୍କ ଭେଦ ନାହିଁ ନର ନାରାୟଣ ରୂପ ଅଟନ୍ତି ସେ ଦୁଇ। ପୂର୍ବେ ମୁଁ ଶାସ୍ତ୍ରର ବାଣୀ ଶୁଣିଛି କୁମାର ଭକ୍ତ ଠାରୁ କ୍ଷଣେ ଭିନ୍ନ ନୁହନ୍ତି ଶ୍ରୀଧର। ଅର୍ଜୁନ ସହ ପଡ଼ିଲେ
ସମ୍ମୁଖ ଯୁଦ୍ଧରେ ପରମାନନ୍ଦଙ୍କୁ ଲାଭ କରିବୁ ଅଚିରେ। ପାର୍ଥ ପାଶୁ ପ୍ରାଣ ଭଏ ରେ କୁମର ମଣି, ନ ଆସିବୁ କେଭେ ମୋର ଶୁଣିଥାଅ ବାଣୀ। କୃଷ୍ଣ ବିନା ନ ହସ୍ତେ ମୃତ୍ୟୁ ହେଲେ ତୋର, ଲାଜ ମୋତେ ହେବ ବାବୁ ଜଗତ ମଧ୍ୟର। ଯାଅ ବାବୁ କଲ୍ୟାଣ କରୁଛି ଶୁଭେ ଆସ, ଅର୍ଜୁନ କୃଷ୍ଣଙ୍କୁ ଜିଣି ସୁଯଶ ପ୍ରକାଶ। ବଚନ କହିଣ ମାତା ବିଦାୟ କରିଲେ, କୁବଳା ନାମରେ ତାର ଭଗ୍ନୀ ଆସି ମିଳେ। ଅର୍ଘ୍ୟ ଥାଳି ଧରିବିରେ ବନ୍ଦାପନା କରି, ଫୁଲମାଳା ଲମ୍ବାଇଲା କଣ୍ଠରେ ସୁନ୍ଦରୀ। କହିଲା ଭାଇ ମୁଁ ଥିଲି ଦାନବରପୁରେ, ସେଠାରେ ଅନେକ କଷ୍ଟ ପଡ଼ିଲା ମୋ ପରେ। ବୋଲନ୍ତି ତୋହର ପିତା ମୂର୍ଖ ଯେ ଅଟନ୍ତି, ଜିଣି କାଶୀ ରାଜା ମନେ ଗର୍ବ ସେ ବହନ୍ତି। ଦ୍ୱାରକାପୁରେ କହନ୍ତି ଶ୍ରୀକୃଷ୍ଣଙ୍କୁ ରଣେ, ଯେ ଜିଣିବ ବୀର ମଧ୍ୟେ ବୀର ବୋଲି ଗଣେ। ମନ ମଧ୍ୟେ ଏଣୁ ଦୁଃଖ ଅଛି ଯେ ମୋହର, ଜିତିଣ କୃଷ୍ଣଙ୍କୁ ମୋତେ ଲଜ୍ଜାରୁ ଉଦ୍ଧାର। କୁବଳା ବଚନ ଶୁଣି ସୁଧନ୍ୱା ବୋଲଇ, କୃଷ୍ଣେ ଜିଣି ତୋର ମାନ ଆଜି ମୁଁ ଦେବଇ। କହିଣ ଏ ସନ ବୀର ତହୁଁ ବାହାରିଲା, ନିଜ ଶୟନ ମନ୍ଦିରେ ପ୍ରବେଶ ହୋଇଲା। ଅର୍ଘ୍ୟ ଘେନି ପ୍ରଭାବତୀ ସୁବର୍ଣ୍ଣ ଥାଳିରେ, ଦ୍ୱାରେ ଥିଲା ମହାସତୀ ସ୍ୱାମୀ ଅପେକ୍ଷାରେ। ଏ ସମୟେ ସୁଧନ୍ୱାକୁ ଦେଖି ନାରୀ ବର, ବେଗେ ବନ୍ଦାପନା କରି ଧୋଇଲା ପୟର। କିଛି ପାଦ ଦକ ସତୀ ଗର୍ଭକୁ ଖେପିଲା, ବସାଇଣ ଦିବ୍ୟାସନେ କୋମଳେ ପୁଛିଲା। ହେ ସ୍ୱାମୀ ଶୁଣନ୍ତି ଏହି ଦାସୀର ଭାରତୀ, କୃଷ୍ଣ ଦର୍ଶନେ ତୁମ୍ଭେ ଅତି ବ୍ୟସ୍ତମତି। ଯାଅ ନାଥ ତହିଁ ମୋହି ନ କରେ ବାରଣ, ଅଭାଗିନୀ ଅପରାଧ କରିଛି ଚରଣ। କରିଅ ନାଥିନୀ ନାଥ କରୁଛ ଗମନ, ଶ୍ରୀପୟରେ ଦାସୀ ଦୋଷୀ ବୋଲ କି କାରଣ। ତୁମ୍ଭ ବିନା ନାଥ ମୁନ ଜାଣଇ ବାହାରେ, ଆତ୍ମା ସହ ସମର୍ପିଛି ତୁମ୍ଭର ପୟରେ। ରୂପବତୀ ରସବତୀ ରମଣୀ ପାଇଣ, ତେଜିଣ ଆମ୍ଭଙ୍କୁ ଯିବା ପାଇଁ କର ମନ। ମୋ ଠାରୁ ସୁନ୍ଦରୀ ନାରୀ ସତେକ ପାଇବ, ହେଲେ ହେମ ପରି କେହି ସେବା ନ କରିବ।